ଆପଣ ବର୍ତ୍ତମାନ ଯେଉଁ କୋଳାହଳ ଦେଖିଲେ ବା ଦେଖୁଛନ୍ତି ଜାଣିଛନ୍ତି କେଉଁଥିପାଇଁ? ଏଇ ଯେଉଁ ଆଗରେ ଟେଣ୍ଟଟି ଲଗାଯାଇଛି ତାହା ହେଉଛି ପ୍ରସାଦ ସେବନ ଗୃହ। ତା ମାନେ ଆମର ଏଇ ବାହାନଗା ବ୍ଲକ, ବାଲେଶ୍ୱର ଜିଲ୍ଲାର ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତରେ ମା ବାସୁଳୀଙ୍କର ବାର୍ଷିକ ଯଜ୍ଞ ଉତ୍ସବ ଯେଉଁ ହେଉଛି 2, 3 ଆଜି ହେଉଛି 4 ତାରିଖ, ଏ 3 ଦିନ ଧରି ଅହରହ ବନ୍ଦୋବସ୍ତ କରାଯାଇଛି ପ୍ରସାଦ ସେବନର। ସମସ୍ତେ ଯେ କେହି ଆସିବେ ପ୍ରସାଦ ସେବନ କରିବେ ଭକ୍ତମାନେ, ଆଉ ଯେଉଁମାନେ କର୍ମକର୍ତ୍ତା ଅଛନ୍ତି ସେମାନେ ତ କରିବେ ହିଁ କରିବେ। ସେଥିପାଇଁ ଲଞ୍ଚ ସମୟରେ ଦେଖନ୍ତୁ ସ୍କୁଲ ପିଲାମାନେ ସବୁ ଆସୁଛନ୍ତି, କଲେଜ ପିଲାମାନେ ମଧ୍ୟ ଆସୁଛନ୍ତି, ଗୃହିଣୀମାନେ ଆସୁଛନ୍ତି, ଯେ କେହି ଯାତାୟାତ କରୁଥିବା ରାସ୍ତାର ଲୋକମାନେ ମଧ୍ୟ ଆସୁଛନ୍ତି। ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରାଯାଉଛି, ଡାକିକି ଭୋଜନ ବା ପ୍ରସାଦ ବ୍ୟବସ୍ଥା କରାଯାଉଛି। ଆଉ ଏଇ ମା ମାନଙ୍କୁ ଦେଖନ୍ତୁ, ଏଇ ଯେଉଁ ପ୍ରସାଦ ସେବନ ହେଉଛି ଏଇମାନଙ୍କ ଦ୍ୱାରା ସକ୍ଷମ ହେଉଛି। ଯେଉଁମାନେ ପଛରେ ରହୁଛନ୍ତି ସକାଳୁ ଆରମ୍ଭ କରିକି ସନ୍ଧ୍ୟା ପର୍ଯ୍ୟନ୍ତ ଅହରହ ସେମାନେ କାମ ଲାଗିଛନ୍ତି। ଏ ମା ମାନେ ଦେଖନ୍ତୁ ପରିବା କାଟୁଛନ୍ତି, ତାପରେ ନାନା ପ୍ରକାର ମାନେ ହଣ୍ଡା ହଣ୍ଡା କୁଇଣ୍ଟାଲ କୁଇଣ୍ଟାଲ ପରିବା କଟାଯାଉଛି, କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ସଫା କରାଯାଉଛି, ତାକୁ ରୋଷେଇ କରାଯାଉଛି। ଏମାନେ ସହଯୋଗ କରୁଛନ୍ତି ଅନ୍ୟ ରୋଷେଇଆମାନଙ୍କୁ, ଲାଗିଛନ୍ତି ଅନେକ ସଂଖ୍ୟାରେ ଯୁବବନ୍ଧୁମାନେ ବା ପଞ୍ଚାୟତର ଅନେକ କର୍ମକର୍ତ୍ତା ମାନେ ଯେଉଁମାନେ ଭଲ ପାଉଛନ୍ତି ଏହି ପୂଜାରେ ସାମିଲ ହୋଇଛନ୍ତି। ଦେଖନ୍ତୁ ଭାତ କିପରି ଭାବେ ହେଇ ରଖାଯାଇଛି, କୁଇଣ୍ଟାଲ କୁଇଣ୍ଟାଲର ଚାଉଳ ରୋଷେଇ ହେଉଛି, ଆଉ ବଡ଼ ବଡ଼ ହଣ୍ଡା ମଧ୍ୟ ବସିଛି, ମାନେ ରୋଷେଇ ଚାଲୁ ରହିଛି, ସେପଟେ ଖାଇବା ମଧ୍ୟ ଚାଲୁ ରହିଛି, ମାନେ କାହାର କୌଣସି ପ୍ରକାର ଅସୁବିଧା ନାହିଁ। ଆଉ ଏହାକୁ ସୁବ୍ୟବସ୍ଥିତ ଭାବେ ମାନେ ମା ବାସୁଳୀଙ୍କର ଯେଉଁ ଭକ୍ତମାନେ ଅଛନ୍ତି ଆଉ ଅଞ୍ଜି ପଞ୍ଚାୟତର ଗ୍ରାମବାସୀମାନେ ଅଛନ୍ତି, ବିଶେଷ କରି ଅଞ୍ଜି ଗାଁର ବ୍ୟକ୍ତିବିଶେଷ ମାନେ ସେମାନଙ୍କର ସହଯୋଗ ପୁରା ରହିଛି। 100% ସେମାନେ ଏଇଠି ରହୁଛନ୍ତି, ଉପସ୍ଥିତ ରହୁଛନ୍ତି, ସବୁ ତଦାରଖ କରୁଛନ୍ତି। ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ତଦାରଖ କରୁଛନ୍ତି, ଯୁବକମାନେ ତଥା କିଶୋରମାନେ ମଧ୍ୟ, ଛୋଟ ଛୋଟ ପିଲାମାନେ ମଧ୍ୟ କାମରେ ଲାଗିଛନ୍ତି। ବହୁତ ଭଲ କଥା, ବହୁତ ଭଲ କଥା। ଏହା ହେଉଛି ଭାଇଚାରାର କଥା ଆଜ୍ଞା। ସମସ୍ତେ ଏକ ମନ ଏକ ପ୍ରାଣ ହେଇଯାଇଛନ୍ତି। ଦେଖନ୍ତୁ କେତେ କେତେ ସବୁ ଥୁଆ ଯାଇଛି ରୋଷେଇ କରିବା ପାଇଁ। ସେପଟେ ଲୋକମାନେ ଭକ୍ତମାନେ ଖାଉଛନ୍ତି, ଏପଟେ ରୋଷେଇ ମଧ୍ୟ ଅହରହ ଭାବେ ଚାଲିଛି। ଆଉ ଅହରହ ମାନେ ଅକ୍ଳାନ୍ତ ପରିଶ୍ରମ ଏମାନେ କରୁଛନ୍ତି, ଫିଜିକାଲି ଅକ୍ଳାନ୍ତ ପରିଶ୍ରମ ଏମାନେ କରୁଛନ୍ତି, ତେବେ ଯାଇକି ଭକ୍ତମାନଙ୍କୁ ଖାଇବାକୁ ମିଳିପାରୁଛି, ଆମକୁ ଖାଇବାକୁ ମିଳିପାରୁଛି। ତେବେ ଆପଣମାନେ ମଧ୍ୟ ଆଖପାଖରେ ଯଦି ଅଛନ୍ତି ସନ୍ଧ୍ୟାବେଳକୁ ଆସନ୍ତୁ। ଆଜି ସନ୍ଧ୍ୟାରେ ମଧ୍ୟ ମାନେ ଆଜି ଦିନ ତମାମ ତ ଚାଲିଛି, 3 ଦିନ ଧରି ଚାଲିଛି, ଆଜି ହେଉଛି ଶେଷ ଦିନ। ତେବେ ଆପଣଙ୍କୁ ମୁଁ ଅନୁରୋଧ କରିବି ଆପଣମାନେ ମଧ୍ୟ ଆସନ୍ତୁ, ଏ ପ୍ରସାଦ ସେବନ କରନ୍ତୁ ମା ବାସୁଳୀଙ୍କ ପାଖରେ। ଆପଣ ମନସ୍କାମନା ପୂରଣ ହେବ ନ ହେବ ମୁଁ ଜାଣିନି, କିନ୍ତୁ ସମସ୍ତେ ଏଠି ଖାଇକି ଖୁସି ହେଉଛନ୍ତି, ତାହା ହିଁ ବଡ଼ କଥା। ତେବେ ବହୁତ ବହୁତ ଧନ୍ୟବାଦ। ଯଦି ଭିଡ଼ିଓଟିକୁ ଫେସବୁକରେ ଦେଖୁଥିବେ ତେବେ ଫଲୋ କରିବେ, ଯଦି ୟୁଟ୍ୟୁବରେ ଦେଖୁଥିବେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ।